ଚୋରଙ୍କ ଟାର୍ଗେଟରେ ମନ୍ଦିର। ଗୋଟିଏ ରାତ୍ରିରେ 3ଟି ମନ୍ଦିରରୁ ସିରିଜ୍ ଚୋରି କରିଛନ୍ତି ଚୋର। ବାଲେଶ୍ୱର ଜିଲ୍ଲା ସୋର ଥାନା ମୁଳିସିଂ ପଞ୍ଚାୟତ ଉଲ୍ଲାସ ଖଡ଼ଗପୁର ଗ୍ରାମର ଶୁକ୍ରବାର ବିଳମ୍ବିତ ରାତ୍ରିରେ 3ଟି ମନ୍ଦିରରୁ ଚୋରି ହୋଇଛି। ଆଜି ସକାଳେ ପୂଜା ପାଇଁ ଆସିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ତେବେ ଗାଁର ଥିବା ରାଧାକୃଷ୍ଣ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର ଓ ଚଣ୍ଡୀ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ଠାକୁରଙ୍କ ରୂପାଳଙ୍କର ସହିତ ଦାନବାକ୍ସ ନେଇଯାଇଛନ୍ତି। ସୋର ଅଞ୍ଚଳରେ ପୁଣି କିଛି ଦିନର ବ୍ୟବଧାନରେ ଏବେ ଗ୍ରାମାଞ୍ଚଳରେ ଚୋରମାନେ ମାତିଥିବାରୁ ପୁଣି ଥରେ ଚୋର ଭୟ ଦେଖିବାକୁ ମିଳିଛି। ସୋରରେ ବାରମ୍ବାର ଲୋକଙ୍କ ଘରୁ ଚୋରି ଡକାୟତ ସାଧାରଣ ଘଟଣା ହୋଇଥିବା ବେଳେ ଏବେ ମନ୍ଦିର ଚୋରି ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି। ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିବା ବେଳେ ସୋରବାସୀଙ୍କୁ ସୁରକ୍ଷା ସହ ଧାର୍ମିକ ସ୍ଥଳଗୁଡ଼ିକର ସୁରକ୍ଷା ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।